ନାହିଁ 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 ମୁଁ ଇଏ ଓଡ଼ିଶା। ଏଠାରେ ଏମିତି ସବୁ ହୁଏନି। କାରଣ ଆପଣମାନେ ଜାଣି ରଖିବା ଦରକାର, ଗୀତା ଭାଗବତ ପୁରାଣ ଶାସ୍ତ୍ର ଆଜି ମଧ୍ୟ ବର୍ଣ୍ଣିତ ହୋଇକି ରହିଛି। ଆପଣମାନେ ଟିକେ ଲାଇକ୍ ସେୟାର ସବସ୍କ୍ରାଇବ୍ ଓଡ଼ିଶାବାସୀ ହିସାବରେ, ଭାରତବାସୀ ହିସାବରେ ଟିକେ କରନ୍ତୁ। କାହିଁକି ନା ଦେଖନ୍ତୁ, ଆଜି କାଲି କେଉଁ ରାଜ୍ୟରେ ଗୋଟିଏ ମୁଁ ଦେଖୁଥିଲି କୁକୁରମାନଙ୍କୁ ମାରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା କ'ଣ ଠିକ୍ ବିଚାର? ନାହିଁ। ଆପଣମାନେ ଏ ବିଚାର ବିମର୍ଶରୁ ଦୂରେଇ ରୁହନ୍ତୁ, ଯିଏ ବି ହୁଅନ୍ତୁ। କାରଣ ସେମାନଙ୍କର ଏ ସଂସାରରେ ବଞ୍ଚିବାର ଅଧିକାର ଅଛି। ସେମାନେ ଗୋଟିଏ ଗୃହପାଳିତ ପଶୁ ହୁଅନ୍ତୁ ବା ଦେଶ ସୁରକ୍ଷାର କବଚ ହୁଅନ୍ତୁ ବା ରାତ୍ରି ଜଗୁଆଳୀଙ୍କର କବଚ ହୁଅନ୍ତୁ। କାରଣ ତାଙ୍କ ଉପରେ କାହିଁକି ଏତେ ରାଗ? ସେମାନେ ଯିବେ କୁଆଡ଼େ? କ'ଣ ପାଇଁ ଆପଣମାନେ ତାଙ୍କୁ ବିତାଡ଼ିତ କରିବାକୁ ଚାହୁଁଛନ୍ତି ଆଉ ନିର୍ମୂଳ ମଧ୍ୟ କରିବାକୁ ଚାହୁଁଛନ୍ତି ତାଙ୍କ ବଂଶଙ୍କୁ? ସିଏ ହେଉଛନ୍ତି, ଏହା ଭାଗବତରେ ବର୍ଣ୍ଣିତ ଅଛି, ଏ ହେଉଛି ଋଷିଙ୍କର ପୁତ୍ର ବୋଲି ଆପଣ ଜାଣିନାହାନ୍ତି। ଆଉ ଗୋଟିଏ ଜିନିଷ ହେଉଛି, କୁକୁର ହେଉଛନ୍ତି ସବୁଠୁ ବିଶ୍ୱାସୀ ପ୍ରାଣୀ ହିସାବରେ। ଆପଣ ଦେଖନ୍ତୁ, ବାଘକୁ ଆପଣମାନେ ରାସ୍ତାରେ ବୁଲିବାର ଦେଖିବାକୁ ମିଳୁଛି, ସିଂହକୁ ରାସ୍ତାରେ ବୁଲିବାର ଦେଖିବାକୁ ମିଳୁଛି, ହାତୀକୁ ମଧ୍ୟ ରାସ୍ତାରେ ଦେଖିବାକୁ ମିଳୁଛି। ଏମାନେ କ'ଣ ଲୋକଙ୍କୁ ମାରିବେନି? ଏମାନେ କ'ଣ ଲୋକଙ୍କର ଜୀବନ ହାନି କରିବେନି? ଏମାନେ କ'ଣ କୌଣସି ନଷ୍ଟ କରିବେନି? ଓହୋ, ଏମାନେ ଜାତୀୟ ପଶୁରେ ଗଣତି ହୋଇଯାଇଛନ୍ତି ନା? ତେଣୁ କୁକୁରକୁ ମଧ୍ୟ ଜାତୀୟ ପଶୁରେ ଗଣତି କରିବାକୁ ଦିଆଯାଉ। ମୁଁ ସରକାର, ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ମୋହନ ମାଝୀ, ମାନ୍ୟବର ଅନଲେବୁଲ ଚିଫ୍ ମିନିଷ୍ଟର ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଏବଂ ସୁରକ୍ଷା କବଚର ହେଉଛନ୍ତି ଅମିତ ଶାହାଜୀ ଏବଂ କେନ୍ଦ୍ରର ସମସ୍ତ ସରକାରରେ ଥିବା ମନ୍ତ୍ରୀଗଣଙ୍କୁ ମୁଁ ଗୋଟିଏ ନିବେଦନ କରୁଛି, ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। କାରଣ କୁକୁର ଗୋଟିଏ ଜାତୀୟ ପଶୁରେ ଗଣତି କରାଯାଉ। କାରଣ ସେମାନେ ଯାହା ପରିଶ୍ରମ କରୁଛନ୍ତି, ସେମାନେ ଯେପରି ଦେଶକୁ ଜଗୁଛନ୍ତି, ଆର୍ମିଠୁ ଆରମ୍ଭ କରିକି ସବୁଥିରେ ଅଛନ୍ତି କୁକୁର। ତେଣୁ କୁକୁରଙ୍କର ନାଁଟାକୁ ଏତେ ତଳକୁ ନ ଦିଆଯାଉ। ତେଣୁ ସେମାନେ ବି ଗୋଟିଏ ବଞ୍ଚିବାର ଅଧିକାର ରଖିଛନ୍ତି ନିଜସ୍ୱ। ତେଣୁ ଆପଣମାନେ ୟା ଉପରେ ବିଚାର ବିମର୍ଶ କରିକି ଆଉ ଥରେ ତର୍ଜମା କରନ୍ତୁ। କୁକୁରମାନଙ୍କ ଜୀବନକୁ ନଷ୍ଟ କରନ୍ତୁ ନାହିଁ, କାରଣ ତାଙ୍କ ବଂଶକୁ ନିବଂଶ କରନ୍ତୁ ନାହିଁ। ଏହା ମୋର ଗୋଟିଏ ସମୀକ୍ଷକ ହିସାବରେ ଅନୁରୋଧ। ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର।